ଜୟ ଜଗନ୍ନାଥ। କଣ ଆପଣମାନେ ଜାଣନ୍ତି ମହାପ୍ରଭୁଙ୍କର ମଧ୍ୟ ରକ୍ତ, ମାଂସ, ଚର୍ମ, ମଜ୍ଜା ଇତ୍ୟାଦି ଅଛି ବୋଲି? ଆସନ୍ତୁ ଏଇ ଭିଡିଓ ମାଧ୍ୟମରେ ଜାଣିବା। ଯେତେବେଳେ ମହାପ୍ରଭୁ ଦେବସ୍ନାନ ପୂର୍ଣ୍ଣିମା ସମ୍ପୂର୍ଣ୍ଣ ହୋଇଯାଇଥାଏ, ଯେତେବେଳେ ଅଣସର ଗୃହକୁ ଯାଇଥାନ୍ତି, ସର୍ବପ୍ରଥମେ ବାଡ଼ଗ୍ରାହୀ, ତଢ଼ଉକରଣ, ଦେଉଳକରଣ, ପାଳିଆ ମେକାପ, ଚାଙ୍ଗାଳ ମେକାପଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କର ମସ୍ତକରେ ଲାଗିଥିବା ସୁନା ଚିତା ଓ ରାହୁ ରେଖାକୁ ଉଲାଗି କରାଯାଏ। ତାପରେ ମହାପ୍ରଭୁଙ୍କର ଅଣବସର ଗୃହର ନୀତି ଆରମ୍ଭ ହୁଏ। ନୀଳାଦ୍ରି ମହୋଦୟରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବ୍ରହ୍ମା ଏହାର ସମ୍ପୂର୍ଣ୍ଣ ବିବରଣୀ ବତେଇ ଦେଲେ। ପ୍ରଥମରେ ଅଣବସର ଗୃହରେ ବିଦ୍ୟାପତି ବଂଶର ସେବକମାନଙ୍କ ଦ୍ୱାରା ମହାପ୍ରଭୁଙ୍କୁ 15 ଦିନ ପର୍ଯ୍ୟନ୍ତ ସର, ମିଶ୍ରି ଓ କର୍ପୂରରେ ପ୍ରସ୍ତୁତ ପଣାକୁ ପରଂବ୍ରହ୍ମଙ୍କୁ ସମର୍ପଣ କରିବେ। ଦ୍ୱିତୀୟରେ ବିଶ୍ୱାବସୁ ଓ ବିଦ୍ୟାପତି ବଂଶର ସେବକମାନଙ୍କ ଦ୍ୱାରା ପ୍ରଥମ 3 ଦିନ ପରେ ମହାପ୍ରଭୁଙ୍କର ଓଦା ଲୁଗା ଓଲାଗି କରାଯିବ। 6 ଦିନ ପର୍ଯ୍ୟନ୍ତ ଶ୍ରୀଅଙ୍ଗରୁ ଲେପ ଛଡ଼ାଯିବ। ସପ୍ତମ ଦିନରେ ଶ୍ରୀଅଙ୍ଗରେ ସୁବାସିତ ରାଶି ତେଲ, ଯାହାକୁ ଫୁଲୁରି ତେଲ କୁହାଯାଏ, ତାହାକୁ ମର୍ଦ୍ଦନ କରାଯିବ। ଅଷ୍ଟମ ଦିନରେ ଶ୍ରୀଅଙ୍ଗରେ ସୂକ୍ଷ୍ମ ପଟ୍ଟବସ୍ତ୍ର ବାନ୍ଧି ତା ଉପରେ ଝୁଣା ଓ ରାଶି ତେଲ ଦ୍ୱାରା ପ୍ରସ୍ତୁତ ପୋଷୁଅ ଲାଗି କରିବେ, ଯାହାକି ମହାପ୍ରଭୁଙ୍କର ମୂଳ ଶରୀରର ମଜ୍ଜା ବା ମେଦ ବୋଲି ବିବେଚନା କରାଯାଏ। ନବମ ଦିନ ଉକ୍ତ ଲେପକୁ ସୂକ୍ଷ୍ମ ପତଳା ଓଦା କନାରେ ଆଚ୍ଛାଦିତ କରାଯାଏ। ଦଶମୀ ଦିନ ଠାକୁରଙ୍କର ଶ୍ରୀଅଙ୍ଗକୁ ଲୋହିତ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରାଯାଏ, ଯାହାକି ରକ୍ତର ପରିକଳ୍ପନା କରାଯାଏ। ଏହି ଦିନ ଦଶମୂଳ ମୋଦକ ମଧ୍ୟ ଲାଗି ହୁଏ। ଏକାଦଶୀ ଦିନ ସନ୍ଧ୍ୟା ଧୂପ ସମାପ୍ତ ହେବା ପରେ କାହାଳୀ, ଘଣ୍ଟା ପ୍ରଭୃତି ବାଦ୍ୟଧ୍ୱନି ସହ ଠାକୁରଙ୍କ ସର୍ବାଙ୍ଗରେ ଚନ୍ଦନର ଲେପ ଦିଆଯାଏ, ଯାହାକି ମାଂସର ପରିକଳ୍ପନା ହୁଏ। ଦ୍ୱାଦଶୀ ଦିନ ଶୁକ୍ଳ ବସ୍ତ୍ର ଶ୍ରୀଅଙ୍ଗରେ ଗୁଡ଼ାଇ ପୁଣି ଚନ୍ଦନ ଲେପ ଦିଆଯାଏ, ଯାହାକି ଚର୍ମର ପରିକଳ୍ପନା ହୁଏ। ଏହି ଦିନ ରାଜପ୍ରସାଦ ବିଜେ କରାଯାଏ। ତ୍ରୟୋଦଶୀ ଦିନ ପାଟରା ସେବାୟତ ଯୋଗାଇଥିବା 25 ହାତର ପାଟ ଡୋରକୁ ଶ୍ରୀବିଗ୍ରହରେ ଲାଗି ହୁଏ, ଯାହାକି ପାଦର ପରିକଳ୍ପନା ହୁଏ। ଏହାକୁ ଘଣା ଲାଗି କୁହାଯାଏ। ଏହା ସହ ସେହି ଦିନ ଶ୍ରୀବିଗ୍ରହରେ କର୍ପୂର ଲେପ ଦିଆଯାଏ। ଚତୁର୍ଦ୍ଦଶୀ ଦିନ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହୁଏ। ଯାହା ପରେ ଅମାବାସ୍ୟା ଦିନ ବା ନେତ୍ରୋତ୍ସବ ଦିନ ବା ନବଯୌବନ ଦର୍ଶନ ଦିନ ପୂର୍ଣ୍ଣ ଶଶୀର ଆଭା ଓ କାନ୍ତି ସହ ଚୌବାହାକୁ ମେଲେଇ ଉଦ୍ଭାସିତ ହୁଅନ୍ତି କୋଟି ପ୍ରାଣର ପ୍ରାଣାଧାର, କୋଟି କୈବଲ୍ୟନାଥ କାଳିଆ ସାନ୍ତ, ଆମର କାଳିଆ କଳା ଠାକୁର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ଆପଣମାନଙ୍କୁ ଅନୁରୋଧ କରିବୁ ଗୋଟିଏ ଲାଇକ୍ କରିବେ, ମହାପ୍ରଭୁଙ୍କ ପାଇଁ ଗୋଟିଏ କମେଣ୍ଟ କରିବେ ଏବଂ ସେୟାର କରିବେ।